ଆଜି ସିନ୍ଦୁରର ଅଧିକାର ସିରିଏଲରେ ଦେଖିବାକୁ ପାଇବେ ଇତି ଆଉ ତପୁ ଘର ଭିତରେ ଥିବା ବେଳେ ଆରବାସୀ କବାଟ ବାଡଉଛନ୍ତି। ତେବେ ଭିଡିଓରେ ଆଗକୁ ଯିବା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଆରବଙ୍କୁ ଜୋରରେ ଭୋକ ଲାଗିଥିବ। ସେ ଆସି ରଙ୍ଗୋଲିଙ୍କ ଘର କବାଟକୁ ଜୋରରେ ବାଡଉଥିବେ ଆଉ ଘର ଭିତରେ ରଙ୍ଗୋଲି ତପୁଥିବେ। ଆସି କବାଟ ଖୋଲିବେ। ଆରବ କହିବେ ମୁଁ କାଲିଠାରୁ କିଛି ଖାଇନାହିଁ, ମତେ ଜୋରସେ ଭୋକ ହଉଛି, କିଛି ଖାଇବାକୁ ମିଳିବ? ରଙ୍ଗୋଲି କହିବେ ତମ ପାଖରେ ଗାଡି ଅଛି, ପଇସା ବାଲା ଲାଗୁଛ, ହାଇୱେ ପାଖରେ ଢାବା ଅଛି, ଯାଇକି ଖାଇଦିଅ। ରଙ୍ଗୋଲିର ବାପା ମା ମେଡିକାଲରୁ ଘରକୁ ଆସି ସାରିଥିବେ। ଆରବ ରାଗିକି ଘର ଭିତରକୁ ଆସିବେ ଆଉ କହିବେ ଏମାନେ ତମ ବାପା ମା ନୁହନ୍ତି। ମୁଁ ଜାଣିଛି ଇତି ତମେ ଏସବୁ ମତେ କଷ୍ଟ ଦେବା ପାଇଁ କରୁଛ। ଇତି ପ୍ଲିଜ, ତମେ ରଙ୍ଗୋଲି ନୁହଁ, ତମେ ହେଉଛ ଇତିଶ୍ରୀ ପ୍ରଧାନ। ତାପରେ କହିବେ ତମ ମାଙ୍କ ନାମ ହେଉଛି ପବିତ୍ରା ପ୍ରଧାନ। ତାପରେ ରଙ୍ଗୋଲି ଆରବଙ୍କୁ ଘର ଭିତରୁ ବାହାର କରିଦେଇ କହିବ ଆଉ କେବେ ବି ଆସିବାକୁ ଚେଷ୍ଟା କରିବନି, ଚାଲିଯାଅ ଏଠି। ଆଉ ଆରବଙ୍କୁ ଧକ୍କା ମାରି ବାହାର କରିଦବ। ତ ଦର୍ଶକ ବନ୍ଧୁ, ଆପଣଙ୍କୁ ଆଜି ଏମିତି ଏକ ଦମଦାର ଏପିସୋଡ ଦେଖିବାକୁ ମିଳିବ।